ମାତ୍ସୋଜି ଡୋ ଆସୋସିଏସନ୍ ଢେଙ୍କାନାଳ ତରଫରୁ ମାର୍ଶାଲ ଆର୍ଟରେ ରନର୍ସ ଅପ୍ ହୋଇଛନ୍ତି ରାଜ୍ୟସ୍ତରରେ। ଢେଙ୍କାନାଳ ଜିଲ୍ଲାର ମାର୍ଶାଲ ଆର୍ଟ ଖେଳାଳିମାନେ ରାଜ୍ୟସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା କୋଚ୍ ରମେଶ ପୃଷ୍ଟି ଜଣାଇଛନ୍ତି। ଭୁବନେଶ୍ୱର ବୁଦ୍ଧ ମନ୍ଦିରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଢେଙ୍କାନାଳ ଜିଲ୍ଲାରୁ 30 ଜଣ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ 10 ଜଣ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ସେମାନେ ହେଲେ ରିୟାଜ ପ୍ରବୀଣ ଆୱାଜ, ଦିବାଂଶୀ ମହାପାତ୍ର, ସ୍ୱସ୍ତିକ ପ୍ରିୟଦର୍ଶିନୀ, ସାଇ ଆଶିଷ ସାହୁ, ରୁଦ୍ରାଂଶୀ ସାହୁ, ଦିବ୍ୟାସ ନାୟକ। ଭୁବନରୁ 3 ଜଣ ବିଜେତା ହୋଇଛନ୍ତି। ସେମାନେ ହେଲେ ରୋଶନୀ ପ୍ରିୟଦର୍ଶିନୀ ସାହୁ, ସାଇ ସାର୍ଥକ ପୃଷ୍ଟି, ନରେନ କୁମାର ପାତ୍ର। ଏହି 3 ଜଣଙ୍କୁ ଭୁବନ ଅରବିନ୍ଦ ମାର୍ଗଠାରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସୈୟଦ ଅଖତର ଅଲ୍ଲୀ କୋଚ୍ ଭାବେ ଥିବାବେଳେ ପରିଚାଳକ ପ୍ରଭାତ ଚନ୍ଦ୍ର ସାହୁ କ୍ରୀଡ଼ାବିତମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଏହି 10 ଜଣ ଖେଳାଳି ଆଗାମୀ ଦିନରେ ରାଜ୍ୟ ସ୍ତରରୁ ଜାତୀୟ ସ୍ତରକୁ ମନୋନୀତ ହୋଇଥିବା କୋଚ୍ ରମେଶ ପୃଷ୍ଟିଙ୍କ ଠାରୁ ଜଣାପଡ଼ିଛି। ରମେଶ କୁମାର ପୃଷ୍ଟି, ମୁଁ ମାର୍ଶଲଗୁଡ଼ି ଆସୋସିଏସନ୍ ଅଫ୍ ଢେଙ୍କାନାଳ ସେକ୍ରେଟାରୀ ଅଛି ଆଉ ମାର୍ଶଲଗୁଡ଼ି ଆସୋସିଏସନ୍ ଅଲ୍ ଓଡ଼ିଶାର ଜଏଣ୍ଟ ସେକ୍ରେଟାରୀ ଅଛି। ଆମ ଜିଲ୍ଲା ପାଇଁ 3 ଥର ହେଉଛି ଆମର ଟାଇକୋଣ୍ଡୋ ମାର୍ଶଲଗୁଡ଼ିର ମାନେ ଚାମ୍ପିଅନସିପ୍ କରିଛି। ତା ପାଇଁ ଭୁବନେଶ୍ୱର ଷ୍ଟେଟ୍ ଲେଭେଲ୍ ଚାମ୍ପିଅନସିପ୍ ଖେଳିବା ପାଇଁ ଯାଇଥିଲି, ସେଥିରେ ଆମେ ରନର୍ସ ଅପ୍ ହେଇକି ଫେରିଛୁ। ହଁ, ଆମର ରାଜ୍ୟସ୍ତରରୁ ଆମେ 30 ଜଣ ପିଲା ଯାଇଥିଲୁ, ସେଥିମଧ୍ୟରୁ 10 ଜଣ ଗୋଲ୍ଡ ମେଡାଲ ପାଇଛନ୍ତି। ଏଠାରେ ହେଉଛି ଡିସେମ୍ବର 27, 28, 29, 30 এই 4 ଦିନ ଖେଳ ଆୟୋଜନ ହେବ। ଆଉ ମୁଁ ଆଶା କରୁଛି ସେଠି ପିଲାମାନେ ବି ହେଉଛି ଭଲ କରିକି ଆସନ୍ତୁ।